ଆମର ସମସ୍ତ ବନ୍ଧୁମାନଙ୍କୁ ମୁଁ ସ୍ୱାଗତ କରୁଛି ଏବଂ ମୋ ସହିତ ମଧ୍ୟ ଉପସ୍ଥିତ ଅଛନ୍ତି ଆମର ପାର୍ଟିର ଗଣମାଧ୍ୟମର ବିଭାଗର ସଂଯୋଜକ ଭାଇ ସୁଜିତ ଦାସ। ଗଣତନ୍ତ୍ରରେ ଗଣମାଧ୍ୟମ ଏବଂ ସମ୍ବାଦ ସରବରାହ ସଂସ୍ଥା ଏବଂ ଯେଉଁମାନେ ପ୍ରତିନିଧି ଯେଉଁମାନେ ଦାୟିତ୍ୱରେ ଅଛନ୍ତି ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଯାହାକୁ କି ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭ କୁହାଯାଏ। କିନ୍ତୁ ପୋଲିସର ନାଲି ଆଖି ଦେଖାଇ ଗଣମାଧ୍ୟମ ସଂସ୍ଥା ଓ ସାମ୍ବାଦିକମାନଙ୍କର କଣ୍ଠରୋଧ କରିଛି ଗତ ଯେଉଁ ସରକାର ଥିଲା ନବୀନ ବାବୁଙ୍କ ସରକାରରେ ସବୁବେଳେ ଏ କଥା ଆମେ ଦେଖି ଆସିଛୁ। ସେ ଓଟିଭି ହଉ, ବଡ଼ ଖବର ହଉ, କନକ ହଉ, ସମ୍ବାଦ ହଉ ବା ଆଉ ଅନେକ ଯେଉଁ ବିଭିନ୍ନ ଗଣମାଧ୍ୟମର ସଂସ୍ଥା ରହିଛି, ଇଲେକ୍ଟ୍ରୋନିକ୍ସ ମିଡ଼ିଆ, ପ୍ରିଣ୍ଟ ମିଡ଼ିଆର ସାମ୍ବାଦିକ ବନ୍ଧୁମାନଙ୍କୁ ନବୀନ ବାବୁଙ୍କ ସରକାରରେ ଯେତେବେଳେ ସେମାନେ କୌଣସି ସରକାରଙ୍କର ଦୁର୍ନୀତି, ଭ୍ରଷ୍ଟାଚାର ବା ସରକାରୀ ନେତାଙ୍କର ଦୁର୍ନୀତି, ଭ୍ରଷ୍ଟାଚାର, କଳା କାରନାମାକୁ ଯେତେବେଳେ ଚତୁର୍ଥ ସ୍ତମ୍ଭ ଭାବରେ ଗଣତନ୍ତ୍ର ରାଷ୍ଟ୍ରରେ ଯେଉଁଭଳି ଭାବରେ ସମ୍ବାଦ ସରବରାହ ସଂସ୍ଥାମାନେ ଯେଉଁ କାର୍ଯ୍ୟ କରିବା କଥା, ତାଙ୍କ ଦାୟିତ୍ୱ କରିବା କଥା, ସେ ଦାୟିତ୍ୱକୁ ଯେତେବେଳେ ନିର୍ବାହ କରିଛନ୍ତି ସେତେବେଳେ ବିଗତ ନବୀନ ବାବୁଙ୍କ ସରକାର ତ ଆକ୍ରୋଶର ଶିକାର ହୋଇଛନ୍ତି। ଏବଂ ଅତୀତରେ ଇଭିନ୍ ବି ଯଦି ଆମେ ଦେଖିବା ବଡ଼ ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ବାବୁଙ୍କୁ ମଧ୍ୟ ଗିରଫ କରିବା, ତାଙ୍କୁ ଜେଲରେ ରଖିବା ଏବଂ ଏମିତି ଅନେକ ସାମ୍ବାଦିକ ବନ୍ଧୁମାନଙ୍କୁ ମଧ୍ୟ ଜେଲ ଯିବାକୁ ପଡ଼ିଛି ଏବଂ ରାଗର ଏବଂ ରୋଷର ଶିକାର ହେବାକୁ ପଡ଼ିଛି ବିଜୁ ଜନତା ଦଳର ଏବଂ ତାଙ୍କ ବିଜେଡି ସରକାରର। ଏବଂ ତାପରେ ଏତିକିରେ ହେଲାନି, ଯେତେବେଳେ ସରକାରଙ୍କ ଦୁର୍ନୀତି ଭ୍ରଷ୍ଟାଚାର ପଦାରେ ପଡ଼ିଯିବାର ଭୟ ଘାରିଲା ସେତେବେଳେ ବିଧାନସଭାକୁ ଯିବା ବି ବନ୍ଦ କରିଦିଆଗଲା। ଲୋକସେବା ଭବନକୁ ମଧ୍ୟ, ଯାହା ସଚିବାଳୟକୁ ମଧ୍ୟ ଯିବା ବନ୍ଦ କରିଦିଆଗଲା ଏବଂ ଅନେକ କ୍ଷେତ୍ରରେ ମଧ୍ୟ ଦୌଡ଼ି ବାନ୍ଧିକିରି ମଧ୍ୟ ସାମ୍ବାଦିକମାନଙ୍କୁ ଅବରୋଧ କରାଗଲା। ଏ କଥା ଆମେ ଦେଖିଛୁ ଏବଂ ସମସ୍ତେ ଦେଖିଛନ୍ତି। କିନ୍ତୁ ଗତକାଲି ଏ ସବୁର ସୀମା ଟପି ଯାଇଛି, ସବୁର ସୀମା ଟପିଗଲା ଗତକାଲି ଯେଉଁଭଳି ଭାବରେ ଇଏ ସମସ୍ତେ ଜାଣିଛନ୍ତି। ସେଠି ଯେଉଁଭଳି ଭାବରେ ତାଙ୍କର ସଂଗଠନ ସମ୍ପାଦକ ବବି ଦାସ ସେ ଦୁଇଟି ବଙ୍ଗଳାକୁ ଗୋଟେ ଆଲିସାନ ବଙ୍ଗଳାରେ ପରିଣତ କରିକି ଯେଉଁ ମହଲ ତିଆରି କରିଛନ୍ତି ଏବଂ ସେ ମହଲ ଯେତେବେଳେ ଆଜି ଭଙ୍ଗାରୁଜା ଚାଲିଛି, ଏ କଥା ମଧ୍ୟ ସାମ୍ବାଦିକ ଭାବରେ ବା ସମ୍ବାଦ ସରବରାହ ସଂସ୍ଥା ମଧ୍ୟ ଦାୟିତ୍ୱ ରହିଛି। ସେ ଦୃଷ୍ଟିକୋଣରୁ ଯେତେବେଳେ ଅର୍ଗସର ସାମ୍ବାଦିକା, ଜଣେ ମହିଳା ସାମ୍ବାଦିକା, ଇଏ ଆଉ ଅନ୍ୟ ସାମ୍ବାଦିକ ମଧ୍ୟ ଯେଉଁମାନେ ଯେତେବେଳେ ସେ ଜାଗାକୁ ଗଲେ, ଏଠି ତା ସାଇଡ୍ କ୍ୱାର୍ଟରରେ ଗଲାବେଳେ ସେଠି ଯେଉଁଭଳି ଭାବରେ କୁକୁର ଛାଡ଼ି ଦିଆଗଲା, ଇଏ ଏତେ ଅମାନବ୍ୟ ଏବଂ ଏତେ ତଳକୁ ଖସିଗଲେ ଯେ ଇଏ ବିଜୁ ଜନତା ଦଳର ବରିଷ୍ଠ ନେତା, ଯିଏ ସୂଚନା ପ୍ରସାରଣ ମନ୍ତ୍ରୀ ପୂର୍ବରୁ ଥିଲେ, ଜଳସମ୍ପଦ ମନ୍ତ୍ରୀ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ ରଘୁନନ୍ଦନ ଦାସ, ଏବଂ ସେ ନିଜେ ଏବଂ ତାଙ୍କର ସହକର୍ମୀଙ୍କୁ ଧରିକିରି ଧମକେଇକିରି ମଧ୍ୟ କୁକୁର ଛାଡ଼ି ଦେଉଛନ୍ତି ମହିଳା ସାମ୍ବାଦିକକୁ। ଆଠୁ ଅମାନବୀୟ କଥା ଏବଂ ଆଠୁ ଅଗଣତାନ୍ତ୍ରିକ କଥା କିଛି ନ ହେଇପାରେ। କିନ୍ତୁ ଏଥିରୁ ସ୍ପଷ୍ଟ ଅନୁମୟ ହେଉଛି ଯେତେବେଳେ ଦୁର୍ନୀତି ଭ୍ରଷ୍ଟାଚାର ଆସୁଛି, ଇଏ ସବୁ ମିଲିଭଗତ, ଯେତେବେଳେ ଦୁର୍ନୀତି ଭ୍ରଷ୍ଟାଚାର କଥା ଆସିଲା ଏବଂ ଦୁର୍ନୀତି ଭ୍ରଷ୍ଟାଚାର ହେଇଛି ଏବଂ ବେଆଇନ ନିର୍ମାଣ ହେଇଛି, ପୁଣି ବେଆଇନ ଭଙ୍ଗା ଯାଉଛି, ସେ କଥାକୁ ଯେତେବେଳେ ସାମ୍ବାଦିକ ଭଉଣୀଟି ଯାଇକି ସେ କଥାକୁ ଉତ୍ତୋଳନ କରୁଛି ବା ସେ ଯାଇକି ସେଠି ପହଞ୍ଚି ଯାଇଛି, ସେ ସମୟରେ ତାକୁ ଘଉଡ଼ିବା ପାଇଁ କୁକୁର, ମାନେ ମାରାତ୍ମକ କଥା ଯାହାକୁ କୁକୁର ଖୋଲି ଦିଆଗଲା, ଅତ୍ୟନ୍ତ ମର୍ମନ୍ତୁଦ ଏବଂ ଅତ୍ୟନ୍ତ ଭୟାନକ ଦୃଶ୍ୟ ଥିଲା। ତାହା କିନ୍ତୁ ଏପର୍ଯ୍ୟନ୍ତ ଆମେ ଏଠୁ କହିବୁ ଯେ ନୀରବ ଦ୍ରଷ୍ଟା ସାଜିଛନ୍ତି ଯେ ତାଙ୍କ ଦଳର ନେତା
विजु जनता दल सभापति बर्तमान विरोधी दलर नेता नवीन बाबू सी भी एपर्यंत नीरव सारी अनेक ये घटना घटी जबार 24 घंटारू अधिक होगला ए पर्यंत से नीरव द्रष्टा सारी पदुटे मुह खोलिले नहीं। अतीत जो भाई भाव मानसिकता और जो भाई अहंकार भितर सांबादिक मान आक्रमण करने संवाद सरबराह संस्था मान आक्रमण करने से जो दुर्नीति भ्रष्टाचार को घोड़ेवाई जो भाई भाव आक्रमण करते से जो हीन मानसिकता जो अहंकार मानसिकता एपर्यंत जाई नहीं काली जहाँ प्रमाणित है एवं क्षमतार गला से मानसिकता तांकर उतुरी नहीं लोके जो विदा करदेला से अहंकार मुंडर उतुरी नहीं काली एक माने जने महिला सांबादिक प्रति जो भाव व्यवहार कले कुकुर छाड़ देकर आक्रमण कर जो अपचेष्टा कले ता अत्यंत दुर्भाग्यजनक। तेणु एभली अमानवीय घटना को जेते निंदा कले भी ता कम हम। तेणु आम आशा करूँ जे बीजेडी सभापति पूर्वतन मुख्यमंत्री और वर्तमान विरोधी दल नेता नवीन बाबू कम से कम ए घटना संपर्क रे तांको सरकार थिला बेले ये सब कथा को आखि बुझी देते इंगित निर्देश रोच आज भी आम अनुभव करुचु आज भी नीरव निर्देश इंगित जो दुर्नीति भ्रष्टाचार एवं संगठन संपादक दुर्नीति भ्रष्टाचार पदर पड़ जाऊँगी से इंगित ये कार्य होने आम अनुभव करुचु। तेणु आम आशा करुचु नवीन बाबू ए संपर्क में मुह खोलतु आउ काल विलंब न करी ये घटनार एभली भाव संवेदनशील घटना उपरे निश्चिंत भाव में मुह खोलिए मुह खोलतु ये कथा आम ये आशा करुचु। तेणु आम जानबू जे नवीन बाबू जे नीरव अच्छंती ना ये घटना को प्रति तांकर केते दूर नीरव रहीकि सहमति रखिंट बा ये घटना को निंदा करुँच से कथा प्रमाणित हम। तेणु आम आशा करुचु जे नवीन बाबू ये संपर्क में मुह खोलु। निश्चित भाव में जिते बड़े जड़े दायित्व संपन्न एवं जड़े पूर्वतन मंत्री पूर्वतन विधायक एवं ये सरकारी बासभवन अच्छा किंतु सेठी जो भाई भाव में ये कार्यरता सांबादिका जड़े तांकु जो भाई भाव में से कुकुर लगे गले निश्चित भाव में से अपराधी एवं अपराध अनुसार दृढ़ कार्यानुष्ठान होगा आवश्यकता गिरफ भी हबार आवश्यकता अच्छे किंतु ता पूर्वर ए संपर्क में तांकर सभापति पूर्वतन मुख्यमंत्री जी विरोधी दल नेता ये कथार मुह खोलिबार आवश्यकता अच्छी सी मुह खोलतु। धन्यवाद। आगो छाड़ी